ସମସ୍ତଙ୍କୁ ଓଁ ସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଦେଖିବା ଶିରିଡ଼ିରୁ ବମ୍ବେର ରାସ୍ତା। ଶିରିଡ଼ିରୁ ବମ୍ବେର ରାସ୍ତା ହେଉଛି 300ରୁ 400 କିଲୋମିଟର। ଆମେ ଯାଇଥିଲୁ ଏଇଟା 2024 ଜୁଲାଇରେ। ତ ରାସ୍ତାର କିଛି ଅଂଶ ଦେଖିବା, ତାର ସାଙ୍ଗରେ ଶୁଣିବା ଜୀବନରେ ଶାନ୍ତିରେ ରହିବାର ସୁନ୍ଦର ଟିପ୍ସ। ତାପରେ ଶୁଣିବା କ୍ରୋଧରେ 3ଟି ଭୁଲ ଯୋଗୁଁ ହେଲା ରାବଣର ମୃତ୍ୟୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। ଗାଁଠାରୁ କେବେ ଦୂରରେ ଘର କରିବେନି, ନଚେତ୍ ଆପଣ କେବେ ଶାନ୍ତିରେ ଶୋଇପାରିବେନି। ଖରାପ ଲୋକଙ୍କ ଠାରୁ ଯଦି ଶସ୍ତାରେ ଜମି ମିଳେ କେବେ ବି କିଣନ୍ତୁ ନାହିଁ। ଦୁଷ୍ଟ ଲୋକ ସହିତ ଭାବ ରଖିବେନି, ଏହା ଜୀବନ ପ୍ରତି ବିପଦ। ପିତାମାତାଙ୍କ ସ୍ୱୀକୃତି ନ ପାଇ ବାହା ହେବେନି ଏବଂ ଅଜଣା ଅଚିହ୍ନା ଲୋକଙ୍କୁ ଘରେ ଆଶ୍ରୟ ଦେବେନି। ମଦ, ଗଞ୍ଜେଇ, ଚୋରି, ଠକେଇ, ପରକୀୟା ପ୍ରୀତି ଏମାନଙ୍କ ଠାରୁ ଦୂରରେ ରୁହ। ବିପଦ ସମୟରେ ଥଟ୍ଟା ଉପହାସ କାହାକୁ କରନ୍ତୁ ନାହିଁ ଏବଂ ଉପକାର କରିଥିବା ଲୋକଙ୍କୁ କେବେ ଭୁଲନ୍ତୁ ନାହିଁ। କ୍ରୋଧରେ କରିଥିବା 3ଟି ଭୁଲ ଯୋଗୁଁ ହେଲା ରାବଣର ମୃତ୍ୟୁ। ଚାଲନ୍ତୁ କ'ଣ ସବୁ ସେହି ଭୁଲ ଜାଣିବା। ଯେତେବେଳେ ଶୂର୍ପଣଖା ନାକ କଟିଗଲା, ସେ ତା ଭାଇ ରାବଣ ପାଖକୁ ଯାଇ କହିଲା, ଭାଇ ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ମୋ ନାକ କାଟିଦେଲା। ରାବଣ ଗୋଟିଏ ପକ୍ଷ କଥା ଶୁଣି ରାଗରେ କହିଲା, ମୁଁ ତାକୁ ଜାଲିଦେବି, ପୋଡ଼ିଦେବି। ଆରେ ଭାଇ, ମୁଦ୍ରାର 2 ପାଖ ଅଛି, ଗୋଟିଏ ଏପାଖ ଦେଖ ନାହିଁ। ରାବଣର ତା ଭଉଣୀକୁ ପଚାରିବାର ଥିଲା, ତୁ ସେଠାକୁ ଯାଇଥିଲୁ କାହିଁକି? ପ୍ରକୃତରେ ସେଠି କ'ଣ ହୋଇଥିଲା, ଏସବୁ ସେ ପଚାରିବାର ଥିଲା। ତା ଭଉଣୀଠୁ ଏତିକି ଶୁଣିବା ପରେ ସେ ଜଣେ ରାଜା ଓ ବିଚାରକ ଭାବରେ ଥରେ ରାମ ଲକ୍ଷ୍ମଣ ଠାରୁ ସେ ବୁଝିବାର ଥିଲା କ'ଣ ହୋଇଥିଲା ପ୍ରକୃତ ଘଟଣା। ଗୋଟିଏ ମୁଦ୍ରାର କେବଳ 2 ପାଖ ପଡ଼ି ନଥାଏ। ମୁଦ୍ରା ବେଳେ ବେଳେ ସିଧା ଠିଆ ହୋଇଥାଏ। ଜଣେ ବିଚାରକ ହିସାବରେ ଉଭୟ ପକ୍ଷ କଥା ଥରେ ବୁଝି ବିଚାରି କରିବାକୁ ନ୍ୟାୟ କୁହାଯାଏ। ରାବଣ ଥରେ ପଚାରି ପାରିଥାନ୍ତା ଶୂର୍ପଣଖାକୁ, ତୁ ସେଠାକୁ କାହିଁକି ଯାଇଥିଲୁ? 2 ନମ୍ବରରେ ହେଲା, ପ୍ରକୃତରେ ସେଠି ଘଟଣା କ'ଣ ହୋଇଥିଲା? ତୃତୀୟରେ ରାମ ଲକ୍ଷ୍ମଣ ଠାରୁ ଟିକେ କଥା କିଛି ବୁଝିବାର ଥିଲା। ଶୂର୍ପଣଖାର ଗୋଟିଏ ପକ୍ଷ କଥା ଶୁଣି କିଛି ନ ବୁଝି ରାବଣ ରାମ ଲକ୍ଷ୍ମଣ ସଙ୍ଗେ କିଛି ନ ବୁଝି ବିଚାରି ଯୁଦ୍ଧ କଲା, ତାପରେ ନିଜର ମୃତ୍ୟୁ ହେଲା। ସେଥିପାଇଁ ସବୁବେଳେ 2 ପକ୍ଷର କଥା ଶୁଣିକି ବିଚାର କରନ୍ତୁ। ସମୟ ଗଡ଼ିବ, ଯୌବନ ଛିଡ଼ିବ, ଭାଙ୍ଗିଯିବ ସବୁ ଗର୍ବ। ବିଷମା ମାୟାରେ ଜାଣି ବି ପାରୁନୁ, କିଏ ନର୍କ କିଏ ସ୍ୱର୍ଗ। ଧନ ବଳ ସବୁ ଯାହା ଅରଜିଛୁ, ଛାଡ଼ିଯିବୁ ଏହିଠାରେ। ଗର୍ବ ଅହଙ୍କାର ତୋ ପାର୍ଥିବ ଶରୀର ପୋଡ଼ିଯିବ ଶ୍ମଶାନରେ। ବେଳ ଥାଉ ଥାଉ ବନ୍ଧୁ ଅହଙ୍କାର ତେଜ, ତ୍ୟାଗ କର ତୁମ ଗୁଣ। ସତ ଶାନ୍ତି ଆଉ ଦୟା ଯେ କ୍ଷମାକୁ ଧରିଥାଅ କରି ଟାଣ। ଧନ ଅର୍ଜନ କରିବାର ଶକ୍ତି ସମସ୍ତଙ୍କ ପାଖରେ ନ ଥାଏ। ପୁଣ୍ୟ ଅର୍ଜନ କରିବାର ଶକ୍ତି ଈଶ୍ୱର କେବଳ ଭାଗ୍ୟବାନଙ୍କୁ ଦେଇଥାନ୍ତି। ସେଥିପାଇଁ କୁହାଯାଏ, ଧନ କେବଳ ଶେଷ ନିଶ୍ୱାସ ଯାଏଁ ସାଥ ଦିଏ, କିନ୍ତୁ ପୁଣ୍ୟ ମୃତ୍ୟୁ ପରେ ମଧ୍ୟ ସାଥିରେ ଥାଏ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ ଆଉ ଆପଣମାନେ ସବୁ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।